ସନ୍ଧ୍ୟାବେଳେ ଆଜି ମୋମୋ ଖାଇଲା ବେଳେ ମୋ ସହିତ ଏମିତି ହବ ବୋଲି ମୁଁ କେବେ ଭାବିନଥିଲି। ଆଜି ସନ୍ଧ୍ୟାବେଳେ ମତେ ଯେତେବେଳେ ଜୋରସେ ଭୋକ କଲା ମୁଁ ନୀଳଗିରି ମାର୍କେଟ ପଳେଇଥିଲି ମୋମୋ ଖାଇବା ପାଇଁ। ନୀଳଗିରିର ଏଇ ଭାଇନାଙ୍କ ପାଖକୁ ଆସିଥିଲି ମୁଁ ମୋମୋ ଖାଇବା ପାଇଁ। ପ୍ରଥମେ ମୁଁ ଗଲା ପରେ ଭାଇଙ୍କ ଷ୍ଟଲରେ ଲାଗିଥିବା ମେନୁ ଚାର୍ଟକୁ ଆଗେ ପଢିଦେଲି। ଏଠି ପନିର କୁରକୁରେ ମୋମୋର ପ୍ରାଇସ୍ ଥିଲା 50 ଟଙ୍କା, ଭେଜ ପନିର ମୋମୋର ପ୍ରାଇସ୍ ଥିଲା 40 ଟଙ୍କା, ପନିର ଷ୍ଟିକର ପ୍ରାଇସ୍ ଥିଲା 20 ଟଙ୍କା, ମସରୁମ ଷ୍ଟିକର ପ୍ରାଇସ୍ ଥିଲା 20 ଟଙ୍କା, ଭେଜ ପନିର ଚିଲି ମୋମୋର ପ୍ରାଇସ୍ ଥିଲା 80 ଟଙ୍କା। ଆପଣ ମାନେ ଯଦି ନନଭେଜ ମୋମୋ ଖାଇବା ପାଇଁ ଚାହାନ୍ତି ତାହେଲେ ୟା ପାଇଁ ବି ଏଠି ସେପାରେଟ ବ୍ୟବସ୍ଥା ରହିଛି। ଆଜି ମୁଁ ଯାଇଥିଲି ପନିର ଷ୍ଟିକ, ମସରୁମ ଷ୍ଟିକ ଆଉ ମୋମୋ ଖାଇବା ପାଇଁ। ତ ଜମା ଲେଟ୍ ନ କରିକି ଭାଇଙ୍କୁ ମୁଁ 2ଟା ପନିର ଷ୍ଟିକ ର ଅର୍ଡର ଦେଇଥିଲି, କାହିଁକି ନା ତାଙ୍କ ପାଖରେ ମସରୁମ ଷ୍ଟିକ ସରି ଯାଇଥିଲା। ପନିର ଷ୍ଟିକ ଟା ଖାଇବା ପାଇଁ ବହୁତ ଟେଷ୍ଟି ଥିଲା। ମୁଁ ଯେତେବେଳେ ପନିର ଷ୍ଟିକ ଟା ଖାଉଥିଲି ଭାଇ ମତେ ପଚାରିଲେ ତମେ ୟୁଟ୍ୟୁବ ର ଭିଡିଓ କରୁଛ କି? ଆଉ ମୁଁ କହିଥିଲି ହଁ ଭାଇ ମୁଁ ୟୁଟ୍ୟୁବ ର ଭିଡିଓ କରେ। ତାପରେ ସିଏ ମତେ କହିଲେ ଯେ ତାଙ୍କର ବି ଗୋଟେ ୟୁଟ୍ୟୁବ ରେ ଚ୍ୟାନେଲ ଅଛି, ଆଉ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ନାମଟା ହଉଛି ସ୍ମାଇଲ ଫ୍ୟାମିଲି ଓଡିଆ। ତାଙ୍କ ଚ୍ୟାନେଲ ଟାକୁ ମୁଁ ଯେତେବେଳେ ଚେକ୍ କଲି ତାଙ୍କର 4 ଲକ୍ଷ ଏଭବ ତାଙ୍କର ସବସ୍କ୍ରାଇବର ଥିଲେ, ଆଉ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ରୁ ଠିକ ଠାକ ମଧ୍ୟ ଇନକମ ହଉଥିଲା। ତାପରେ ଭାଇ ମତେ ଗୋଟେ ଏମିତି କଥା କହିଲେ ଯେ ମୁଁ ଶୁଣିକି ପୁରା ଆଶ୍ଚର୍ଯ୍ୟ ହେଇଗଲି, ଆଉ ମୋ ମନ ବହୁତ ଦୁଃଖ ହେଇଗଲା। ସତରେ ସାଙ୍ଗମାନେ, ଯଦି ନିଜ ଲୋକଙ୍କ ଉପରୁ ଭରସା କରିକି କିଛି କାମ କରିବେ ନା ଦିନେ ନା ଦିନେ ନିହାତି ହଇରାଣ ହେବେ। କଥାବାର୍ତ୍ତା ହେବା ଭିତରେ ଭାଇଙ୍କୁ ମୁଁ ଗୋଟେ ମୋମୋ ପ୍ଲେଟର ବି ଅର୍ଡର ଦେଇଥିଲି, ଆଉ କିଛି ସମୟ ପରେ ଭାଇ ତାକୁ ବି ରେଡି କରିଦେଲେ। ଭାଇ ଆମର ମୋମୋ ସହିତ ଯୋଉ ଲାଲ ଚଟଣି ଆଉ ମେୟୋନିଜ ଦଉଥିଲେ ସେଇଟା ପୁରା ହ୍ୟାଣ୍ଡମେଡ ଥିଲା, ଆଉ ତାଙ୍କ ନିଜ ଘରୁ ହିଁ ସେ ତିଆରି କରିକି ଆଣିଥିଲେ। ମୋମୋର ସ୍ୱାଦଟା ତ 1 ନମ୍ବର ଥିଲା, ଆଉ ତା ଭିତରେ ଷ୍ଟଫିଙ୍ଗସ ପୁରା ଭରା ହେଇକି ଥିଲା। ଖାଇଲା ବେଳେ ମୋ ମନରେ କେବଳ ଗୋଟେ ହିଁ କଥା ଚାଲିଥିଲା, କଣ ଆଜିକା ଡେଟରେ ବି ଏମିତି ଲୋକ ଅଛନ୍ତି ଯେ ଆଉ ଜଣକୁ ଉପରକୁ ଉଠିବାର ଦେଖିପାରନ୍ତି ନାହିଁ। ଆପଣ ମାନଙ୍କ ଲାଇଫରେ ଯଦି ଏମିତି କିଛି ଲୋକ ଥାନ୍ତି ତାଙ୍କଠୁ ନିହାତି ଦୂରେଇକି ରହିବେ। ଆଜିକା ଭିଡିଓଟା ମୋର ଆପଣ ମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଯଦି ମୋ ଭିଡିଓଟି ଆପଣ ମାନଙ୍କୁ ଭଲ ଲାଗିଥିବ ତାହେଲେ ମୋ ଭିଡିଓକୁ ଗୋଟେ ଲାଇକ୍ କରିବେ, ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରିଦେବେ। ରହିଲି, ଦେଖା ହବ ଆଉ ଏକ ଭିଡିଓରେ। ଜୟ ଜଗନ୍ନାଥ।